ମୁଁ ଆଜି ପ୍ରସ୍ତୁତ କରୁଛି ଟାଙ୍ଗଡ଼ି ଚିକେନ୍। ମୁଁ ଚିକେନ୍ର 4ଟା ଲେଗ୍ ପିସ୍ ନେଇଛି। ମୁଁ ସେଥିରେ ଟାଙ୍ଗଡ଼ି ଚିକେନ୍ ପ୍ରସ୍ତୁତ କରିଛି। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ଗୋଟେ ବୋଲ୍ ନେଇଛି, ସେଥିରେ ହାଫ୍ କପ୍ ଦହି ନେଲି। ରସୁଣ ଅଦା ପେଷ୍ଟ 4 ଚାମଚ ନେଇଛି। ହଳଦୀ ହାଫ୍ ଚାମଚ, ଲଙ୍କାଗୁଣ୍ଡ ହାଫ୍ ଚାମଚ, ଧନିଆ ଗୁଣ୍ଡ 1 ଚାମଚ, ଲୁଣ ସ୍ୱାଦ ଅନୁସାରେ, ଗରମ ମସଲା ହାଫ୍ ଚାମଚ। ସେଇ ଦହିରେ ଏଇ ଯେଉଁ ମିଶ୍ରଣକୁ ବା ପେଷ୍ଟ ସବୁ ପକାଇଛି ତାକୁ ସବୁ ଗୋଳାଇ ଦେଇଛି ଭଲ ଭାବରେ। ମସଲା ପେଷ୍ଟକୁ ସବୁ ଭଲ ଭାବରେ ଗୋଳାଇ ଦେଲି। ଏଠି ସୋରିଷ ତେଲ 2 ଚାମଚ ନେଲି, ଆଉ ଫାଳେ ଲେମ୍ବୁ ନେଲି, ତାକୁ ଚିପୁଡ଼ିଲି ଲେମ୍ବୁକୁ। ତାକୁ ହାତରେ ଭଲ ଭାବରେ ସବୁ ଗୋଳାଇ ଦେଲି। ଦହି ସାଙ୍ଗରେ ସୋରିଷ ତେଲକୁ ଭଲ ଭାବରେ ମିଶାଇ ଦେଲି। ଏଠି ଚିକେନ୍ ଯେଉଁ 4ଟା ଲେଗ୍ ପିସ୍ ନେଇଥିଲି ତାକୁ ତାରେ ଗୋଳେଇ ଦେଲି ତା ଭିତରେ। ମୁଁ ଏଇ ଚିକେନ୍କୁ କଟ୍ ଲଗେଇଛି, ଛୋଟ ଛୋଟ ଲଗେଇଛି, ସେଟା ଦେଖେଇ ପାରିନି। ଚିକେନ୍କୁ 1ରୁ 2 ଘଣ୍ଟା ମ୍ୟାରିନେଟ୍ କରିକି ତାକୁ ରଖିଦେବେ। ଦେଖନ୍ତୁ 1ରୁ 2 ଘଣ୍ଟା ମୁଁ ତାକୁ ଏଠି ରଖିଦେଇଛି। ପିଆଜକୁ ମୁଁ ଏଠି ପିଆଜ କାଟିଛି, 2ଟା ପିଆଜ 3ଟା ପିଆଜ ନେଇଛି ମୁଁ ଏଠି। 3ଟା ପିଆଜକୁ ମୁଁ ବାଟି ଦେଇଛି ଅଲଗା, ସେ ପିଆଜ ପେଷ୍ଟ ଅଲଗା ରଖିଛି। ମୁଁ ଏଠି ବିଲାତିକୁ ବି 2ଟା ବିଲାତି ନେଇକି ତାକୁ ବି ଅଲଗା ପେଷ୍ଟ କରିକି ରଖିଛି। ବିଲାତିକୁ ବି ଅଲଗା ପେଷ୍ଟ କରିକି ରଖିଛି। ମୁଁ ଗୋଟେ ପ୍ୟାନ୍ ନେଲି, ପ୍ୟାନ୍ରେ ସୋରିଷ ତେଲ ପକାଇଲି। ଏଇ ଯେଉଁ ଚିକେନ୍କୁ ଲେଗ୍ ପିସ୍କୁ ମୁଁ ଏଠି ଗୋଟେ ଗୋଟେ ପକାଇ ତାକୁ ଭାଜିଲି। ତାକୁ ହାଲକା ହାଲକା ଭାଜିଲି। ମୋ ଚିକେନ୍ ହୋଇଗଲାଣି ପ୍ରାୟ। ମୁଁ ଚିକେନ୍କୁ ଗୋଟେ ଗୋଟେ ନେଇକି ଦେଖନ୍ତୁ ଚିକେନ୍କୁ କାଢ଼ିଲି। ଏମିତି ବି ଚିକେନ୍ ଖାଲି ବି ଖାଇ ହେବ ପିଆଜ ଆଉ ଚଟଣି ଦେଇକି। ଏଠି ଗୋଟେ କରେଇ ନେଲି, କରେଇରେ ସୋରିଷ ତେଲ ପକାଇଲି, ସେଥିରେ ଡାଲଚିନି, ଗୁଜୁରାତି, ଜାୟତ୍ରୀ, ଗୋଲମରିଚ ପକାଇଲି, ହାଫ୍ ଚାମଚ ଜିରା ପକାଇଲି। ଏଇ ଯେଉଁ ପିଆଜ ପେଷ୍ଟକୁ ପକାଇ ଗୋଳାଇ ଦେଲି। ମୋ ଚ୍ୟାନେଲକୁ ଲାଇକ୍ କରିବେ, ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ମାରିବେ। ମୁଁ ଏଠି ବିଲାତି ଯେଉଁ ପେଷ୍ଟ କରିକି ରଖିଥିଲି ସେ ବିଲାତିକୁ ବି ୟା ଭିତରେ ପକାଇଲି। କରେଇରେ ପକାଇକି ଟିକେ ସମୟ ସିମ୍ରେ ମୁଁ ତାକୁ ଢାଙ୍କିକି ରଖିଲି। ଦେଖନ୍ତୁ ତେଲ ମୋର ବାହାରିଲାଣି ମସଲାରୁ। ମୁଁ ଏଠି ଯେଉଁ ରସୁଣ ଅଦା ଯେଉଁ ଦହି ସବୁ ଗୋଳେଇକି ପେଷ୍ଟ କରି ରଖିଥିଲି, ଯେଉଁ ଚିକେନ୍କୁ ଗୋଳେଇକି ରଖିଥିଲି, ସେଇ ଯେଉଁ ମସଲା ପେଷ୍ଟକୁ ମୁଁ ଏଥିରେ ପକାଇକି ଭଲ ଭାବରେ ଗୋଳାଇ ଦେଲି। ଏଠି ମୁଁ ସ୍ୱାଦ ଅନୁସାରେ ଲୁଣ ଆଉ ଟିକେ ଲଙ୍କାଗୁଣ୍ଡ ଦେଲି, ହଳଦୀ ଦେଲି, ଧନିଆ ଗୁଣ୍ଡ ଦେଲି, ଦେଇକି ସବୁକୁ ଗୋଳାଇ ଦେଲି। ମସଲା ମୋର ହୋଇଗଲାଣି। ମୁଁ ଏଠି ଉଷୁମ ପାଣି କିଛି ପକାଇଲି, କପେ ଉଷୁମ ପାଣି ପକାଇ ତାକୁ ଗୋଳେଇ ଦେଲି। ଏଠି କସୁରୀ ମେଥିକୁ ଗୁଣ୍ଡ କରିକି ବି ପକାଇଦେଲି। ପକାଇକି ସବୁକୁ ଭଲ ଭାବରେ ଗୋଳାଇ ଦେଲି। ମୁଁ ଏଠି ଉଷୁମ ପାଣି ଆଉ ଟିକେ ଦେଲି, ଦେଇକି ଗ୍ରେଭିକୁ ଫୁଟିଲା ପର୍ଯ୍ୟନ୍ତ ଛାଡ଼ିଲି। ମୋର ଏଠି ଗ୍ରେଭି ଫୁଟିଗଲାଣି, ତରକାରୀ ଫୁଟିଗଲାଣି। ମୁଁ ଏଠି ଯେଉଁ ଚିକେନ୍ ଲେଗ୍ ପିସ୍କୁ ଫ୍ରାଏ କରିକି ରଖିଥିଲି ତାକୁ ମୁଁ ସବୁ ଏଇ ତରକାରୀରେ ପକାଇକି କିଛି ଅଳ୍ପ ସମୟ ଫୁଟେଇଲି। ଯେହେତୁ ମୋର ଚିକେନ୍ଟା ପୁରା ସିଝି ଯାଇଛି, ସେଥିପାଇଁ ଅଳ୍ପ ସମୟ ମୁଁ ଏଠି ଫୁଟେଇଛି। ଟିକେ ପାଣି ହେଇଗଲା ପରେ ମୋର ହେଇଗଲା ଚିକେନ୍ ପ୍ରସ୍ତୁତ। ମୁଁ ଏଇ ଚିକେନ୍କୁ ସବୁ କାଢ଼ୁଛି। ଦେଖନ୍ତୁ ଆପଣ ଏହିପରି ପ୍ରସ୍ତୁତ କରି ଖାଇବେ ଆଉ ମୋତେ ଜଣାଇବେ।